ଭିରୁଡ଼ି କାମୁଡ଼ିବା ଦ୍ୱାରା 3 ଜଣରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ। ଚିକିତ୍ସା ପାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି। ଗଣେଶ ପୂଜା ସମୟରେ ଘଟିଛି ଏଭଳି ବିଘ୍ନ। ରଘୁନାଥ ଦେବତା ବିଦ୍ୟାପୀଠ ବାଙ୍କି ବ୍ରହ୍ମପୁରାଠାରେ ପୂଜା ଚାଲିଥିବା ସମୟରେ ଘଟିଛି ଅଘଟଣ। ଭିରୁଡ଼ି ଆକ୍ରମଣରେ ପ୍ରାୟ 3 ଜଣରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ। ଏବେ ଚିକିତ୍ସା ପାଇଁ ବାଙ୍କି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ସ୍କୁଲ ପରିସରରେ ରହିଥିବା ଆଜବେଷ୍ଟ ଘରର ଓରରେ ଭିରୁଡ଼ି ବସା କରିଛନ୍ତି, ଯେଉଁଥିପାଇଁ ଆଜି ଘଟିଛି ଏଭଳି ଦୁର୍ଘଟଣା। ଭିରୁଡ଼ି କାମୁଡ଼ିବା ଦ୍ୱାରା ପ୍ରାୟ 3 ଜଣରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ହୋଇଛନ୍ତି ଆହତ। କ'ଣ ହେଇଥିଲା କହିଲେ? ଆଜି ତ ପୂଜା ସବୁ ପିଲା ଗୁଡ଼ାକ ସ୍କୁଲକୁ ଆସିଥିଲେ ପୂର୍ବାସରେ ବ୍ରହ୍ମପୁରା ସ୍କୁଲ। ଆଚ୍ଛା, କେତେ ପିଲାଙ୍କୁ ଇଏ 3 ଜଣ ପିଲାଙ୍କୁ ସାର୍ ମାନେ ଫୋନ୍ କଲେ ଯେ ସିରିୟସ୍ ଅବସ୍ଥାରେ ଲାଗିଛନ୍ତି। ଆପଣଙ୍କ କ'ଣ ଝିଅ? ମୋ ଝିଅ। ଏବେ କେମିତି ଅଛି? ଏବେ କେମିତି ଅଛି ଦେହ? କମିଲାନି କହୁଛି, ମୁଣ୍ଡଟା ବିନ୍ଧା ହେଉଛି। ପୁରା ସମୟ ଆସିଛି। ବାଙ୍କିରୁ ସଞ୍ଜୀବ ରଞ୍ଜନଙ୍କ ରିପୋର୍ଟ, ନଗରଜ।